ଏକ ଗ୍ରାମରେ ହରି ନାମକ ଜଣେ ଧନୀ କୃଷକ ରହୁଥିଲେ। ତାଙ୍କ ପାଖରେ ବହୁତ ଟଙ୍କା ଥିଲା, ତଥାପି ସେ କେବେ ଗର୍ବ କି ଅହଙ୍କାର କରୁନଥିଲେ। ସେ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ। ତାଙ୍କର ଦୁଇଟି ପୁତ୍ର ଥିଲେ। ଜଣଙ୍କର ନାମ ଶ୍ୟାମ ଥିଲା ଏବଂ ଅନ୍ୟ ଜଣଙ୍କର ନାମ ରାମ ଥିଲା। ଦୁହେଁ କିଛି ବି କାମ କରୁନଥିଲେ। ବସି ଖାଇଲେ ଯେମିତି ନଈ ବାଲି ସରିଯାଏ, ଠିକ୍ ସେଇଭଳି ସେ ମଧ୍ୟ ଧୀରେ ଧୀରେ ଗରିବ ହେବାକୁ ଲାଗିଲେ। ଦିନକୁ ଦିନ ସେ ବୃଦ୍ଧ ଓ ଦୁର୍ବଳ ହେବାକୁ ଲାଗିଲେ। ସେ ତାଙ୍କ ଦୁଇ ଅଳସୁଆ ପୁଅଙ୍କ ପାଇଁ ବହୁତ ଚିନ୍ତିତ ଥିଲେ ଏବଂ ସେମାନଙ୍କ ବିଷୟରେ ସର୍ବଦା ଚିନ୍ତା କରୁଥିଲେ। ଦିନେ ସେ ଉଭୟଙ୍କୁ ଏକ ଭଲ ଶିକ୍ଷା ଦେବାକୁ ଚାହୁଁଥିଲେ। ସେଥିପାଇଁ ସେ କହିଲେ, ଯେତେବେଳେ ଆମେ ଧନୀ ଥିଲେ, ଏହି ଗାଁରେ ଚୋରମାନଙ୍କର ବହୁତ ଭୟ ଥିଲା। ତେଣୁ ମୁଁ କିଛି ସୁନା ଏବଂ ଅଳଙ୍କାର ଏକ କଳସରେ ଆମ ଜମିରେ ଲୁଚେଇ ଦେଇଥିଲି। ବହୁତ ଦିନ ହୋଇଗଲାଣି ନା, ଏହା କେଉଁଠାରେ ଅଛି ମୋର ମନେ ନାହିଁ। ତେଣୁ ତୁମେ ଦୁହେଁ ସମସ୍ତ ଜମି ଖୋଳ ଏବଂ ସେହି କଳସ ବାହାର କର। ବର୍ତ୍ତମାନ ଆମକୁ ସେହି ଅଳଙ୍କାରର ବହୁତ ଦରକାର ଅଛି। ଶ୍ୟାମ ଏବଂ ରାମ ବହୁତ ଖୁସିରେ ଜମିକୁ ଯାଇ ସମଗ୍ର ଜମି ଖୋଳିବାକୁ ଆରମ୍ଭ କରିଦେଲେ। କିଛି ସମୟ ପରେ ଶ୍ୟାମ କହିଲା, ବହୁତ କଷ୍ଟରେ ଆମେ ସମସ୍ତ ଜମି ଖୋଳି ସାରିଲେଣି, କିନ୍ତୁ ସେ ଅଳଙ୍କାର ଥିବା କଳସ ପାଇଲେ ନାହିଁ। ରାମ ଉତ୍ତର ଦେଲା, ଯେଉଁଠି ଖୋଳିବାକୁ ବାକି ଅଛି ସେଇଠାରେ କଳସ ଥାଇପାରେ। ସମୟ ନଷ୍ଟ ନ କରି ଶୀଘ୍ର ଖୋଳ। ବହୁତ କଷ୍ଟରେ ସାରା ଜମି ଖୋଳିଦେଲେ, କିନ୍ତୁ କଳସ ପାଇଲେ ନାହିଁ। ସେମାନେ ଘରକୁ ଫେରି ନିଜ ପିତାଙ୍କୁ ସବୁ କିଛି କହିବା ଆରମ୍ଭ କଲେ। ମୁଁ ଭାବୁଛି କଳସ ଚୋରି ହେଇଯାଇଥାଇପାରେ। ବର୍ତ୍ତମାନ ଛାଡ଼ ସେସବୁ କଥା। ଚାଲ ଆମେ ଗୋଟେ କାମ କରିବା। ତୁମେ ଦୁହେଁ ଜମି ଖୋଳିବା ପାଇଁ ଏତେ ପରିଶ୍ରମ କରିଛ, ଚାଲ ସେଥିରେ କିଛି ଫସଲ କରିଦେବା। ସେ ଦୁହେଁ ଜମି ଖୋଳି ସାରିଥିଲେ, ରାଜି ହୋଇଗଲେ ଏବଂ ବଜାରକୁ ଯାଇ ବିହନ କିଣି ଆଣିଲେ ଓ ବିହନକୁ ଆଣି ନିଜ କ୍ଷେତରେ ବୁଣିଦେଲେ। କିଛି ଦିନ ପରେ ଭଲ ବର୍ଷା ହେଲା। ଅମଳ ମଧ୍ୟ ବହୁତ ଭଲ ହେବାକୁ ଲାଗିଲା। ତାପରେ ହରିଦିନେ କ୍ଷେତକୁ ଯାଇ ଦେଖିଲା, ବହୁତ ଭଲ ଅମଳ ହୋଇଛି। ଏହା ଦେଖି ସେ ବହୁତ ଖୁସି ହେଲା। ସେହି ବର୍ଷ ଚାଷ ବହୁତ ଭଲ ହୋଇଥିଲା। ସେମାନେ ସମସ୍ତ ଫସଲ ଅମଳ କରି ଅଖା ଭିତରେ ରଖି ଘରକୁ ଆଣିଲେ। ତାପରେ ହରି କହିଲା, ନିଜ ପାଇଁ କିଛି ଫସଲ ରଖ ଏବଂ ବାକି ବଜାରରେ ବିକ୍ରି କରିଦିଅ। ଶ୍ୟାମ ଏବଂ ରାମ ଠିକ୍ ସେହିଭଳି କଲେ ଯେମିତି ସେମାନଙ୍କର ପିତା କହିଥିଲେ। ସେମାନେ ପୁରା ଫସଲ ବିକ୍ରି କରି ଟଙ୍କା ତାଙ୍କ ପିତାଙ୍କୁ ଦେଲେ। ନିଜ ପିଲାଙ୍କର ପ୍ରଥମ ରୋଜଗାର ଦେଖି ସେ ବହୁତ ଖୁସି ହୋଇ କହିଲେ, ପିଲାମାନେ, ଏ ହେଉଛି ସେହି ସୁନା ଅଳଙ୍କାରର ଏକ ବଡ଼ କଳସ, ଯାହା ତୁମେ ଦୁହେଁ ପ୍ରତିବର୍ଷ ଏହି ଜମିରୁ ଉତ୍ପାର୍ଜନ କରିପାରିବ ଆଉ ଦୁହେଁ ସୁଖମୟ ଜୀବନଯାପନ କରିପାରିବ।